ତାଙ୍କ ପାଖରେ କିଏ କାମ କରିବ? ଇଏ ପୁରା ମୋତେ 4 ବର୍ଷ ତଣ୍ଟି ଚିପି ଦେଇଛନ୍ତି କାମ କରିବା ପାଇଁ। ଦେବାଶିଷ ହଉ ଏମିତିଆ ତାଙ୍କର ଟିମ୍ ତାଙ୍କୁ ଜାଣୁଛନ୍ତି ଚିତ୍ରାଙ୍କର କ'ଣ ଏମାନେ କାହାକୁ ମୁକିମ ବାବୁ ତାଙ୍କ ଝିଅ, ପ୍ରଭାତୀ ବିଶ୍ୱାଳ ତାଙ୍କ ପୁଅ, ପ୍ରଭାତ ତ୍ରିପାଠୀ ତାଙ୍କ ପୁଅ, 8 ଜଣ ଲୋକ ପୁରା ଚାରିପଟରେ ଘେରିକି ମୁଁ କାମ କରିପାରିବି କଟକରେ ଏ ଡେଭଲପମେଣ୍ଟରେ। ମୁଁ କଟକବାସୀ ବିଜେଡିରେ ରହିଥିବା ଲୋକ ବାହାର ଲୋକ ତ ସମସ୍ତଙ୍କୁ ମେଣ୍ଟ କରି ଏତେ ଆକ୍ରମଣ କରୁଥିଲେ। କଟକବାସୀଙ୍କର ସହଯୋଗ, ନବୀନ ବାବୁଙ୍କର ପ୍ରତ୍ୟେକ ସହଯୋଗ ପାଇଁ ମୁଁ ଆଜି 4 ବର୍ଷରେ କଟକ ନୂଆ ରୂପରେଖା କରିବା ପାଇଁ ହଇରାଣ କଥା କୁହ, କନ୍ଦେଇବା କଥା। ମୁଁ ରାସ୍ତାରେ କେମିତି କାଉନସିଲ ନ ଚାଲି ପାରିବ, କାଉନସିଲକୁ ଅଚଳ କରିବା କେମିତି, ସବୁ ବାଟ କରୁଥିଲେ ମାନେ। ଆଙ୍କୁ ଦୂରୁ ଜୁହାର କଟକବାସୀଙ୍କୁ ଚିହ୍ନିଛନ୍ତି। କଟକବାସୀଙ୍କ ସହଯୋଗ ପାଇଁ ଓଡ଼ିଶାର କ'ଣ କଟକ ଏଣ୍ଟାୟାର କଟକର ଲୋକଙ୍କର ହେଲ୍ପ ମୋତେ ଏତେ ଆତ୍ମବିଶ୍ୱାସ ତିଆରି କରିଛି। ଆଉ ନବୀନ ବାବୁଙ୍କର ପ୍ରତ୍ୟେକ ତତ୍ତ୍ୱାବଧାନରେ ମୁଁ 4 ବର୍ଷ ଧରିକି ଆଜି ନେତାଜୀ ବସ୍ ଷ୍ଟାଣ୍ଡ କଥା କୁହ, ବକ୍ସ ଟ୍ରେନ୍ କଥା କୁହ, ତାଳଦଣ୍ଡା କେନାଲ କଥା କୁହ, ରିଙ୍ଗ ରୋଡ୍ 6 ଲେନ୍ କଥା କୁହ, ଚଣ୍ଡୀ ମନ୍ଦିର ଡେଭଲପମେଣ୍ଟ, ଆମେ ସବୁ କାମକୁ ଆଗେଇଛୁ ଏବଂ ନୂଆ ରୂପରେଖକୁ କଟକୁ ଆଣିବାକୁ ଚେଷ୍ଟା କରୁଛୁ। ନବୀନ ବାବୁ ପ୍ରତ୍ୟେକ ସୁପରଭିଜନ କରୁଛନ୍ତି।